ପାରାଦୀପ ବିଜେଡ଼ି ଦୁଇ ଫାଳ ନୁହଁ, ସେଠି ମଧ୍ୟ ମନାନ୍ତର କିଛି ଅଛି, ମତାନ୍ତର ଅଛି। ଗତ ନିର୍ବାଚନରେ କିଛି ଲୋକ ଦଳ ବିରୋଧୀ କାର୍ଯ୍ୟ କରିଥିଲେ, ତାର ସମୀକ୍ଷା ହେଇନି ପର୍ଯ୍ୟନ୍ତ। ସେହି ପରିପ୍ରେକ୍ଷୀରେ ତାଙ୍କ ଭିତରେ ମତାନ୍ତର ଅଛି କିଛି। ବାକି ରହିଲା ଗତକାଲି ପରଦିନ ଯେଉଁଟା ହେବା କଥା ଆମର ପଦଯାତ୍ରା। ପରଦିନ ସରକାରୀ ସ୍ତରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଥିଲା। ତେଣୁ ସେ ଯେଉଁ ପୌରାଧ୍ୟକ୍ଷ ଆମ ପାରାଦୀପରେ ଯିଏ ଅଛନ୍ତି, ସେ ସ୍ୱଚ୍ଛତା କାର୍ଯ୍ୟକ୍ରମ କଲେ, ସରକାରୀ କାର୍ଯ୍ୟକ୍ରମ, ତା ସାଙ୍ଗରେ ପଦଯାତ୍ରା ମଧ୍ୟ କରିଦେଲେ ସକାଳୁ ଉଠି। ଏବଂ ଯେହେତୁ ଆମର ପୂର୍ବତନ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ସିଏ ସମୟ ଉପରବେଳା ଦେଲେ, ତେଣୁ ମୁଁ ଯେଉଁଟା କହିଲି ମୁଁ ଉପରବେଳା ତାଙ୍କୁ ସାଂସଦକୁ ନେଇ କଲି, ପ୍ରାର୍ଥୀ ସିଏ ଯାଇଥିଲେ। ତେଣୁ ଆମେ ଉପରବେଳା ଗୋଟେ ପଦଯାତ୍ରା କଲୁ। ଦୁଇ ଫାଙ୍କର ମାନେ କିଛି ନାହିଁ। ସେମାନେ କଲେ, ଆମେ କଲୁ। ଯେଉଁ କଥା ମୁଁ ଆପଣଙ୍କୁ କହିଲି, ସମସ୍ତେ କରିପାରିବେ ପଦଯାତ୍ରା, ଭାବିବାର କ'ଣ ଅଛି? ଦେଖନ୍ତୁ, ଗୋଟିଏ କଥା ଠିକ୍, ଯେଉଁ ଏଇଥିରୁ ଜଣା ପ୍ରମାଣିତ ପୁରା ମାନ୍ୟବର ସଭାପତିଙ୍କ ନିର୍ଦ୍ଦେଶକୁ ସମସ୍ତେ ମାନିଛନ୍ତି ଏବଂ ଦଳର ନିଷ୍ପତ୍ତିକୁ ସମସ୍ତେ ମାନିକି ଏଇ କଥା କରୁଛନ୍ତି। ସିଏ ତ ବଡ଼ କଥା। ଆଉ କ'ଣ କାହା କାହା ଭିତରେ ପଡ଼ିଲା ମତାନ୍ତର ମନାନ୍ତର, ସେଇଟା ବଡ଼ କଥା। ବଡ଼ କଥା ହେଉଛି ଅସନ୍ତୁଷ୍ଟ। ଆଗରୁ ମଧ୍ୟ ବହୁତ ଅସନ୍ତୁଷ୍ଟ ଥିଲେ, ଏବେ ମଧ୍ୟ ଅଛନ୍ତି। ଧୀରେ ଧୀରେ ପରିସ୍ଥିତିରେ ସେମାନେ ସନ୍ତୁଷ୍ଟ ହୁଅନ୍ତି, ପୁଣି କିଛି ଅସନ୍ତୁଷ୍ଟ ହୁଅନ୍ତି। ଚାଲେ, ପ୍ରତ୍ୟେକ ଦଳରେ ଅଛି। ବିଜେପି ଭାରତୀୟ ଜନତା ପାର୍ଟିରେ ଅସନ୍ତୁଷ୍ଟ ନାହାନ୍ତି, କଂଗ୍ରେସରେ ନାହାନ୍ତି, ସବୁ ଜାଗାରେ ଅଛନ୍ତି। ଦେଖନ୍ତୁ, ସିଏ ତାଙ୍କ ମତାମତ ଦେଲେ, ତାପରେ ମୁଁ କେମିତି କହିପାରିବି ସେ କ'ଣ କେଉଁ ଆଙ୍ଗେଲରୁ କହୁଥିବେ ସେଟା ମୁଁ ଜାଣିନି। କିନ୍ତୁ ଆପାତତଃ ମୁଁ ଗୋଟେ କଥା କହିବି, ସେମିତି କିଛି ସମ୍ଭାବନା ନାହିଁ। ବିଜୁ ଜନତା ଦଳ ଯଥେଷ୍ଟ ଶକ୍ତିଶାଳୀ ଅଛି। ମାନ୍ୟବର ସଭାପତି ଏପରି ବି ଅଛନ୍ତି, ମଙ୍ଗ ଧରିଛନ୍ତି ନବୀନ ପଟ୍ଟନାୟକ। ଲୋକଙ୍କ ହୃଦୟରେ ମଧ୍ୟ ଅଛନ୍ତି, ନେତାମାନଙ୍କ ହୃଦୟ ମଧ୍ୟ ସିଏ ଅଛନ୍ତି। ତେଣୁ ସେମିତି କିଛି ହେଲା ଭଳିଆ କି ମୁଁ ଜାଣିପାରୁନି।